ବିଜେଡି କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ। ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଖାରଜ ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତି କହିଛନ୍ତି, ଦଳ ପକ୍ଷରୁ ହୋଇଥିବା ପିଟିସନ୍ ସମ୍ପୂର୍ଣ୍ଣ ନଥିଲା। 11 ବିଧାୟକରୁ ବିଜେଡିର 8 ଏବଂ କଂଗ୍ରେସର 3 ଜଣ ବିଧାୟକଙ୍କ ପାଇଁ ଆବେଦନକୁ ଖାରଜ କରାଯାଇଛି। ତଥ୍ୟ ପ୍ରମାଣ ଅଭାବ ଯୋଗୁଁ ଖାରଜ ହୋଇଛି। ପ୍ରତି ଆବେଦନରେ ଏନକ୍ଲୋଜର ପେପରରେ ଦସ୍ତଖତ ନାହିଁ। ସେହିପରି ଯେ ପିଟିସନରେ ସତ୍ୟପାଠ ଦେବା କଥା କିନ୍ତୁ ତାହା ପ୍ରାପ୍ତ ହୋଇନି। ରୁଲ୍ 6ର ସବୁ ରୁଲ୍ 6 ଏବଂ 7 ଅନୁସାରେ ପ୍ରୁଫ୍ ଅଫ୍ ଫ୍ୟାକ୍ଟ ନଥିବାରୁ ଖାରଜ ହୋଇଛି ବୋଲି ବାଚସ୍ପତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଥିଲେ ବାଚସ୍ପତି। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି 8 ବିଧାୟକଙ୍କ ବିରୁଦ୍ଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାସିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ କ୍ରସ୍ ଭୋଟିଂ କରିଥିଲେ। ପରବର୍ତ୍ତୀ ଖବର, ନିଲମ୍ବିତ ହେଲେ ଶରଣକୂଳ ଥାନାର ପୂର୍ବତନ ଆଇଆଇସି। ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କଡ଼ା ଆକ୍ସନ। ନିଲମ୍ବିତ ହେଲେ ଶରଣକୂଳର ପୂର୍ବତନ ଥାନା ଅଧିକାରୀ। ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। ସୂଚନା ଥାଉକି ପୂର୍ବତନ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ଭିଡିଓ କଲ୍ କରି ଫେଭର ମାଗିବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଜଣେ ମହିଳା। ଏହାପରେ ଥାନା ଅଧିକାରୀଙ୍କ ମହିଳାଙ୍କ ସହ ହ୍ୱାଟ୍ସଆପ୍ ସ୍କ୍ରିନଶଟ୍ ମଧ୍ୟ ଭାଇରାଲ ହୋଇଥିଲା। ମହିଳା ଜଣକ ଏନେଇ ନୟାଗଡ଼ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସହିତ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ଖବର, ଦେବଗଡ଼ରେ ବଜ୍ରଘାତ ନେଲା 3 ଜଣଙ୍କ ଜୀବନ, ବାଇକ୍ ସହ ଜଳିଗଲେ 2 ଜଣ। ଚଳନ୍ତା ବାଇକ୍ ଉପରେ ବଜ୍ରପାତ, ବାଇକ୍ ସହିତ ଜଳିଗଲେ 3 ବାଇକ୍ ଆରୋହୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ବାରକୋଟ ବ୍ଲକ କାଉଁସି ବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟସିଂହ ଗ୍ରାମ ନିକଟରେ। ଘଟଣାରେ ଆଉ 4 ଜଣ ଆହତ ହୋଇଥିବା ନେଇ ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ବସ୍ତାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାସାହି ଓ ପିଟାସାହି ଗ୍ରାମର 6 ଜଣ ଯୁବକ 3ଟି ମୋଟରସାଇକେଲ ଯୋଗେ ରେଙ୍ଗାଳି ଡ୍ୟାମ୍ ଭିତରେ ରହିଥିବା ବନାକାଲ ଗ୍ରାମ ଶିବ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ଆଉ ସେଠାରୁ ଫେରିବା ସମୟରେ ଘଟିଛି ଏହି ଦୁଃଖଦ ଘଟଣା। ପରବର୍ତ୍ତୀ ଖବର, କମିଟି ସୁପାରିଶରେ ହେବ ଇଞ୍ଜିନିୟରଙ୍କ ବଦଳି, ଗୃହ ଜିଲ୍ଲାକୁ ହୋଇପାରିବେନି ପୋଷ୍ଟିଂ। ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ବଡ଼ ଖବର। ସେମାନଙ୍କ ବଦଳି ସମ୍ପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଇଞ୍ଜିନିୟରିଂ ସେବା ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା କ୍ୟାଡରର ଅଧିକାରୀମାନଙ୍କ ବଦଳିକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ବଦଳି ନୀତି ଜାରି ରଖିଛନ୍ତି। ଏହି ନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବଦଳି ପାଇଁ ସ୍ୱତନ୍ତ୍ର ଇଞ୍ଜିନିୟରିଂ ଏଷ୍ଟାବ୍ଲିଶମେଣ୍ଟ କମିଟି ଇସି ଗଠନ। ନୂଆ ବ୍ୟବସ୍ଥା ଅନୁସାରେ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ସମ୍ପର୍କରେ ସରକାରଙ୍କୁ ସୁପାରିଶ କରିବ ଏହି ଇସି। ବଦଳି ନୀତି ଅନୁସାରେ ଇଞ୍ଜିନିୟରମାନେ ସାଧାରଣତଃ ଗୋଟିଏ ସ୍ଥାନରେ 3 ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ବଦଳି ହେବେ। କୌଣସି ଅଧିକାରୀ ଏକ ରାଜସ୍ୱ ଜିଲ୍ଲାରେ 6 ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ କରାଯିବ ନାହିଁ। ପରବର୍ତ୍ତୀ ଖବର, ଓଏସ୍ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଓଏସ୍ ଭୀମସେନ ଟୁଡୁଙ୍କ ରିମାଣ୍ଡକୁ ମିଳିଲା ଅନୁମତି। ସୋମବାର ଓଏସ୍ ଭୀମସେନ ଟୁଡୁଙ୍କୁ 2 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫ୍ସି 2 କୋର୍ଟ। ରିମାଣ୍ଡ ମିଳିବା ପରେ ଏବେ ଭୀମସେନଙ୍କୁ ଅଧିକ ପଚରାଉଚରା କରିବ କମିଶନରେଟ୍ ପୋଲିସ। ଗତ ଜୁନ୍ 12 ତାରିଖ ଦିନ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା ପୋଲିସ। ସୂଚନା ଥାଉକି ଚଳିତ ମାସ 4 ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷ ବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହିତ ମିଶି ଚନ୍ଦ୍ରିକାକୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ମାଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ୍ କଲ୍ ଅଡ଼ିଓ ପାଇଥିଲା। ପରବର୍ତ୍ତୀ ଖବର, ଗାଡ଼ି ଚାଳକଙ୍କୁ ହେବନି ଅସୁବିଧା, ଏନ୍ଏଚ୍ରେ ଉପଲବ୍ଧ ହେବ ଗାଡ଼ି ମରାମତି ଏବଂ ଟାୟାର ପଙ୍କ୍ଚର ସେବା। ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ ୱେରେ ଯାତାୟାତକୁ ସହଜ ତଥା ବିଭିନ୍ନ ସୁବିଧାର ଉପଲବ୍ଧତା ସୁଦୃଢ଼ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍ଏଚ୍ଏଆଇର ନୂଆ ପଦକ୍ଷେପ। ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ ୱେ ପାର୍ଶ୍ୱରେ ଥିବା ୱେସାଇଡ୍ ଫେସିଲିଟି ଗୁଡ଼ିକରେ ମିଳିବ ଯାନବାହନ ମରାମତି ଏବଂ ପଙ୍କ୍ଚର ସେବାର ସୁବିଧା। ଏନେଇ ଏନ୍ଏଚ୍ଏଆଇର ଜାତୀୟ ରାଜପଥ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଏହାର କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି, ଯେଉଁଥିରେ ୱେସାଇଡ୍ ସୁବିଧା ଲିଜ୍ଧାରୀମାନଙ୍କୁ ଯଥାଶୀଘ୍ର ଯାନବାହନ ମରାମତି ଦୋକାନ ଏବଂ ପଙ୍କ୍ଚର ମରାମତି ସୁବିଧା ପ୍ରତିଷ୍ଠାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ପରବର୍ତ୍ତୀ ଖବର, ୟୁଜି ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ, କଳା ବାଣିଜ୍ୟ ବିଜ୍ଞାନରେ ରେଭେନ୍ସା ଆଗରେ। ସ୍ନାତକ ପାଠ୍ୟକ୍ରମ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଲା। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମ ନାମଲେଖାର
फेज 1 आडमिशन प्रथम मेधा तालिका प्रकाशित होइछि। प्रथम मेधा तालिकार राज्यर 1,78,782 जन छात्र छात्री नाम लेखा पाई मनोनीत होइछन्ति। राज्यर विभिन्न उच्च शिक्षानुष्ठान स्नातक पाठ्यक्रम पाई मोट 2,87,327 टी आसन रहिथिबा बेले 2,37,200 जन छात्र छात्री आवेदन करथिले। सेथिमध्यरु प्रथम मेधा तालिकार 1,78,782 जन छात्र छात्री नाम लेखा पाई मनोनीत होइछन्ति। प्रथम मेधा तालिकार चयनित एवं फ्रीज विकल्प बाछिथिबा छात्र छात्री माने जून 23 अर्थात आज जून 25 तारीख मध्य उच्च शिक्षानुष्ठान को जाई निजन नामलेखा प्रक्रिया संपन्न करेंगे। स्लाइड बा फ्लोट विकल्प बाछिथिबा छात्र छात्री माने निजर आवंटित आसन पाई नामलेखा शुल्क जमा करी द्वितीय पर्याय चयन तालिका को अपेक्षा करेंगे। परवर्ती खबर, चेन्नई रे ओडिया श्रमिकों मृत्यु घटना परिवार को मिलिबो 4 लाख टंकार सहायता राशि। तमिलनाडु गैस लीक घटना रे प्राण हराइथिबा ओडिया को मिलिबो सहायता राशि घोषणा कले मुख्यमंत्री मोहन माझी। रविवार तमिलनाडुर तिरुभल्लुर एक कारखाना रे अमोनिया गैस लीक जोगु प्राण हराइथिबा ओडिया श्रमिकों परिवार पई 4 लाख टंकार सहायता राशि घोषणा करा जायछि। श्रमिकों मृत्यु घटना रे मुख्यमंत्री मोहन चरण माझी गभीर दुख प्रकाश करिसेंति। एक वार्ता रे मुख्यमंत्री कहिसेंति जे एही घटना रे से अत्यंत मर्माहत। ए दुखद घटना प्राण हराइथिबा श्रमिक मानक शोक संताप परिवार वर्ग को से गभीर समवेदना जणाइछन्ति। आहत ओडिया श्रमिक मानक आशु आरोग्य कामना मध्य करिसेंति। एहा सह प्रत्येक मृत श्रमिकों परिवारर निकटतम आत्मीयों पई मुख्यमंत्री श्री माझी सीएमआरएफ रु 4 लाख टंका लेखाए सहायता घोषणा करिसेंति। एपरिक दुर्घटनाग्रस्त श्रमिक मानक सहायता पई ओडिशा सरकार निरंतर तमिलनाडु प्रशासन सहित जोगाजोग रे अछन्ति। परवर्ती खबर, महंगा पड़िला एसआईआर कार्य अवहेला चाकरी निलंबित हेले बीएलओ। एसआईआर कार्य अवहेला चाकरी निलंबित हेले बीएलओ दायित्व थिबा नल्ला निर्वाचन मंडली अंतर्गत बोरिंग पदर उच्च प्राथमिक विद्यालय शिक्षक मधुसूदन बेहरा सोमवार तांको चाकरी निलंबित करिसेंति नल्ला तहसीलदार। मिलिथिबा सूचना अनुसार पूर्व मधुसूदन को निजर सरकारी दायित्व ठीक भाव तुलाइबा एवं कार्य नियमित जोगदेवा पई सहायक निर्वाचन पंजीकरण अधिकारी तथा नल्ला तहसीलदार बारंबार चेतावनी देइथिले। एमितिकी कार्य जोगदे ठिक्रे काम करबा पई बारंबार फोन जोगे जोगाजोग करथिले। हेले एआर को कथा को बेखातिर करी से निज कार्य जोगदेबारे संपूर्ण विफल होइथिले। एमितिरे सरकारी कार्य एभली शिथिलता एवं मनमुखी कार्यकलाप को कलाहांडी जिलापाल पावर सचिन प्रकाश अत्यंत गंभीरतार सहित नहीं तांको निलंबित करिसेंति। परवर्ती खबर, भारत सरकार स्वच्छ और हरित विद्यालय मूल्यांकन पुरस्कार ओडिशार 10 विद्यालय मनोनीत। ओडिशार 10 विद्यालय को मिलिला जातीय मान्यता। भारत सरकार स्वच्छ और हरित विद्यालय मूल्यांकन 2025-26 पुरस्कार निमंते विद्यालय और गणशिक्षा अधीन 10 विद्यालय को चयन करा जायछि। ओडिशार प्राय 20टी विद्यालय को जातीय स्तरीय मूल्यांकन निमंते नोमिनेट करा जायथिला। सेथिरु 10टी विद्यालय को मनोनीत करा जायछि। स्वच्छ एवं हरित विद्यालय मूल्यांकन मुख्यतः परिमल एवं परिच्छन्नता, निरापद पानीय जलर उपलब्धता, जैव विविधता, वर्ज्यवस्तु परिचालन अभ्यास भली प्रमुख मानदंड उपरे विद्यालयगुड़िक मूल्यांकन करे। सूचनायोग्य जातीय स्तर में 29 राज्य एवं केन्द्र शासित अंचलरू 191 स्कूल को 2025-26 अधीन पुरस्कार पाई मनोनीत करा जायछि। प्रत्येक विजेता विद्यालय को 1 लाख टंका नगद पुरस्कार, स्वीकृति प्रमाणपत्र एवं 3 दिनिया एक्सपोजर परिदर्शन में अंशग्रहण करिवार सुजोग मिलिबो। परवर्ती खबर, संशोधित इंग्राजी बनान संकलित विज्ञप्ति प्रकाश। ओडिशार विभिन्न जिला, उपखंड, ब्लॉक और तहसील मूल नाम ओडिया संशोधन दिगरे आउ पादे आगेले राज्य सरकार। विभिन्न स्थानर संशोधित इंग्राजी बनान संकलित विज्ञप्ति जारी। इंग्राजी रे त्रुटिपूर्ण ना संशोधन नहीं राजस्व और विपर्यय परिचालना विभाग पक्षर विज्ञप्ति प्रकाश पाई। स्थानगुड़िकर कौनसी नाम परिवर्तन होइनी बरं इंग्राजी बनान बदली। राजस्व और विपर्यय परिचालना विभाग अधीन गठित विशेषज्ञ कमिटीर द्वितीय बैठक में 50 रु अधिक स्थानर नाम को सेमानक मूल ओडिया उच्चारण और ऐतिहासिक परिचय अनुଯାयी परिवर्तन करने को सुपारिश करथिला। एहा उपरे सोमवार राज्य सरकार मोहर मारिछन्ति। कमिटीर सुपारिश अनुଯାयी कलाहांडी जिलार जूनागढ़, कंधमाल और सुंदरगढ़ जिलार बणाईगढ़ आदि स्थानर इंग्राजी बनान परिवर्तन नहीं विज्ञप्ति प्रकाश पाई। सेपरि निमापड़ा, उमरकोट, बौद्धगढ़, राउरकेला, तालचेर और सोर आदि स्थानर नुआ इंग्राजी बनान लिखिबा नहीं राजस्व एवं विपर्यय परिचालना विभाग विधिबद्ध विज्ञप्ति जारी करिछि। परवर्ती खबर, मुख्यमंत्री अध्यक्षतार बसिबो प्राक मौसुमी प्रस्तुति बैठक। लोकसेवा भवन में मुख्यमंत्री मोहन माझी अध्यक्षतार बसिबो गुरुत्वपूर्ण बैठक। जो विभाग प्राकृतिक विपर्यय सहित संपृक्त सेमानक समेत सांसद और विधायक जोगदे वार्षिक खसड़ा प्रस्तुत करेंगे। तापर जिलार खसड़ा प्रस्तुत हेबो बोली कहिसेंति राजस्व तथा विपर्यय परिचालना मंत्री सुरेश पुजारी। सुरेश कहिसेंति जे जिलार पाणीपाग स्थिति जेपरि मरुड़ी, बन्या बाबद आलोचना हेबो।
प्रति 5 ରୁ 7 ବର୍ଷରେ ତାପମାତ୍ରା ବୃଦ୍ଧି ଯୋଗୁଁ ଏଲ୍‌ନିନୋ ଆସେ। ସାରା ଦେଶ ସହ ଓଡ଼ିଶାରେ ବୃଷ୍ଟିପାତ କମ୍ ହେବ ବୋଲି ଆକଳନ ହୋଇଛି। ତେବେ ସ୍ୱାଭାବିକ ଭାବେ 1450 ମିଲିମିଟର ବର୍ଷା ରାଜ୍ୟ ପାଇଁ ଆବଶ୍ୟକ ରହିଥାଏ। ତେବେ ତାଠାରୁ କିଛି କମ୍ ବର୍ଷା ହେବା ନେଇ ଆଶା କରାଯାଉଛି। ଏଥିପାଇଁ ସରକାର ପ୍ଲାନ୍ ପ୍ରସ୍ତୁତ ରଖିଛନ୍ତି। ଜଳ ସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ପାଇଁ ଆଲୋଚନା ସରିଛି। 5% କମ୍ ବର୍ଷା ହେଲେ ବି କଣ୍ଟିଜେନ୍ସି ପ୍ଲାନ୍ କାମ କରିବ। ବନ୍ୟା ବାତ୍ୟା ପାଇଁ ଖସଡ଼ା ପ୍ରସ୍ତୁତି ହୋଇଛି। ମରୁଡ଼ି ମୁକାବିଲା ପାଇଁ ବି ଆଗୁଆ ପଦକ୍ଷେପ ନିଆଯାଉଛି। ପାଣିପାଗର ଗତିକୁ ଦେଖି ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି। ପରବର୍ତ୍ତୀ ଖବର, ପାହାଡ଼ପୁର ହେବ ଦେଶର ପ୍ରଥମ ସୌର ଗ୍ରାମ, ଆରମ୍ଭ ହେଲା ସର୍ଭେ। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମକୁ ପହଞ୍ଚି ଜନ୍ମଦିନର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଗ୍ରାମର ଗ୍ରାମବାସୀଙ୍କ ପାଇଁ ବଡ଼ ଭେଟି ଦେଇଥିଲେ। କୋଣାର୍କ ଯେମିତି ସୂର୍ଯ୍ୟ ମନ୍ଦିର ନାମରେ ପରିଚିତ, ସେମିତି ପାହାଡ଼ପୁର ଗ୍ରାମ ସୂର୍ଯ୍ୟ ଗ୍ରାମ ଭାବେ ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାପରେ ଆଜି ଗାଁରେ ସର୍ଭେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନିଜର ଗସ୍ତ ସମୟରେ ଗାଁର ପରିବେଶ, ପାହାଡ଼ ପର୍ବତ, ଦୁର୍ଗମ ଅଞ୍ଚଳ, ଆଦିବାସୀଙ୍କ ସଂସ୍କୃତି, ସଫା ଘରଦ୍ୱାର ଦେଖି ଖୁସି ହୋଇଥିଲେ। ଗ୍ରାମବାସୀଙ୍କ ଆତିଥ୍ୟ ଦେଖି ବିମୋହିତ ହୋଇ ପାହାଡ଼ପୁର ଗ୍ରାମକୁ ଭାରତର ପ୍ରଥମ ସୌର ଗ୍ରାମ ଭାବେ ଘୋଷଣା କରିଥିଲେ। ସର୍ଭେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାହୁ କହିଛନ୍ତି, ଗ୍ରାମର 142ଟି ଘର ମଧ୍ୟରୁ 57ଟି ପକ୍କା ଘର। ସମସ୍ତ ଘରକୁ ସୌରାୟନ କରାଯିବ। ଚାଳ ଛପର ଆଜବେଷ୍ଟ ଘରକୁ ଷ୍ଟାଣ୍ଡ ପଏଣ୍ଟ କରାଯାଇ ସୋଲାର ବ୍ୟବସ୍ଥା କରାଯିବ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ପଦ ଛାଡ଼ୁଛି କିନ୍ତୁ ଦେଶ ସେବାର ପ୍ରତିଶ୍ରୁତି ନୁହେଁ। ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାମର ସୋମବାର ନିଜ ପଦରୁ ଇସ୍ତଫା ଘୋଷଣା କରିବା ସହିତ ଦେଇଥିବା ବିଦାୟୀ ଭାଷଣରେ ଦେଶବାସୀ, ସହଯୋଗୀ ଓ ନିଜ ପରିବାର ପ୍ରତି କୃତଜ୍ଞତା ଜଣାଇଛନ୍ତି। ଲଣ୍ଡନର 10 ଡାଉନିଂ ଷ୍ଟ୍ରିଟ୍ ସମ୍ମୁଖରେ ଦିଆଯାଇଥିବା ଏହି ଭାବପ୍ରବଣ ଭାଷଣରେ ସେ କହିଥିଲେ, 2 ବର୍ଷ ପୂର୍ବେ ଏହି ସ୍ଥାନକୁ ପ୍ରଧାନମନ୍ତ୍ରୀ ଭାବେ ପହଞ୍ଚିବା ତାଙ୍କ ଜୀବନର ସବୁଠାରୁ ଗର୍ବର ମୁହୂର୍ତ୍ତ ଥିଲା। ଆଜି ସେହି ପଦ ଛାଡ଼ିବାକୁ ପଡ଼ୁଥିଲେ ମଧ୍ୟ ଦେଶ ପ୍ରତି ତାଙ୍କର ସମର୍ପଣ ଅବିଚଳ ରହିବ। ପରବର୍ତ୍ତୀ ଖବର, ପୁରୀରେ ଅଘଟଣ, ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଯୁବକ ମୃତ। ପୁରୀ କୋଣାର୍କ ରୋଡ୍ରେ ଅଭାବନୀୟ ଘଟଣା। ବାଲିଗୁଆଳିଠାରେ କୋର୍ଟ ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ପୁରୀ ସଦର ଥାନା ଅଞ୍ଚଳର କୁନା ବେହେରା। ସେପରି ଗୁରୁତର ଆହତଙ୍କ ପରିଚୟ ସୁଜିତ ସାହୁ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପିସିଆର୍ ଭ୍ୟାନ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କୁନାଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟ ଯୁବକ ବାଇକ୍ ଯୋଗେ କୌଣସି କାମରେ କୋଣାର୍କ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ତେବେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, ନିଟ୍ ପରୀକ୍ଷା ପରେ ଆସିଲା ଏନ୍ଟିଏର ଚେତାବନୀ। ଡାକ୍ତରୀ ପାଠପଢ଼ା ସହ ସମ୍ପର୍କିତ ନିଟ୍ ୟୁଜି ପରୀକ୍ଷା ରବିବାର ସଫଳତାର ସହିତ ଶେଷ ହୋଇଥିବା ଦାବି ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପେପର ଲିକ୍ ଖବରକୁ ଗୁଜବ ବୋଲି କହିଛି। ଏହା ସହିତ ଏପରି ଗୁଜବ ରଚାଉଥିବା ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉଥିବା ଚେତାବନୀ ମଧ୍ୟ ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସମେତ କେନ୍ଦ୍ର ଓ ରାଜ୍ୟ ଯାଞ୍ଚ ଏଜେନ୍ସି ଏଥିରେ ସାମିଲ ଲୋକ ଓ ରାକେଟର ଏବେ ସନ୍ଧାନ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଛି। ପରବର୍ତ୍ତୀ ଖବର, ଭାରତଠାରୁ ବ୍ରହ୍ମୋସ ମିସାଇଲ୍ ଏବଂ ଆକାଶ ଏୟାର ଡିଫେନ୍ସ ସିଷ୍ଟମ କିଣିବ ୟୁଏଇ। ପଶ୍ଚିମ ଏସୀୟ ସଙ୍କଟ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି। ୟୁଏଇ ନିଜ ଆକାଶମାର୍ଗର ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାରତ ସହିତ ଏକ ବଡ଼ ଚୁକ୍ତି କରିବାକୁ ଯାଉଛି। ରିପୋର୍ଟ ଅନୁସାରେ ୟୁଏଇ ନିଜର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ଭାରତର ସୁପରସୋନିକ୍ ବ୍ରହ୍ମୋସ କ୍ରୁଜ୍ ମିସାଇଲ୍ ଏବଂ ଆକାଶ ତୀର ଏୟାର ଡିଫେନ୍ସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ କିଣିବାକୁ ଚାହୁଁଛି। ଏଥିପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି। ସୂଚନା ଅନୁସାରେ ୟୁଏଇ ଏବଂ ଭାରତ ସରକାରଙ୍କ ମଧ୍ୟରେ ଏହି ପ୍ରତିରକ୍ଷା ଚୁକ୍ତିକୁ ନେଇ ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଚୁକ୍ତି ସେତେବେଳେ ହେବାକୁ ଯାଉଛି ଯେତେବେଳେ ସମଗ୍ର ମିଡିଲ୍ ଇଷ୍ଟରେ ମିସାଇଲ୍ ତଥା ଡ୍ରୋନ୍ ଆକ୍ରମଣର ବିପଦ ବଢ଼ିବାରେ ଲାଗିଛି। ପରବର୍ତ୍ତୀ ଖବର, ଆଉ ଜଣେ ଭାରତୀୟଙ୍କ କମାଲ, କ୍ରେଡ୍ ପ୍ରତିଷ୍ଠାତା କୁନାଲ ଶାହ ହ୍ୱାଟ୍ସଆପ୍ ସିଇଓ ନିଯୁକ୍ତ। ଭାରତୀୟ ଫିନ୍ଟେକ୍ କମ୍ପାନୀ କ୍ରେଡ୍ର ପ୍ରତିଷ୍ଠାତା କୁନାଲ ଶାହ ଏବେ ବିଶ୍ୱସ୍ତରରେ ହ୍ୱାଟ୍ସଆପ୍ର କମାଣ ସମ୍ଭାଳିବାକୁ ଯାଉଛନ୍ତି। ମେଟା ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ଯେ କୁନାଲ ଶାହ ହ୍ୱାଟ୍ସଆପ୍ର ପରବର୍ତ୍ତୀ ଗ୍ଲୋବାଲ ହେଡ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ୱେଲକାଥ୍ କାଟ୍ଙ୍କ ସ୍ଥାନ ନେବେ। ସେ 2019 ମସିହାରୁ ଏହି ମେସେଜିଂ ପ୍ଲାଟଫର୍ମର ନେତୃତ୍ୱ ନେଉଥିଲେ। କୁନାଲ ଶାହଙ୍କର ଏହି ନିଯୁକ୍ତି ଏଭଳି ଏକ ସମୟରେ ହେଉଛି ଯେତେବେଳେ ହ୍ୱାଟ୍ସଆପ୍ କେବଳ ଏକ ସାଧାରଣ ମେସେଜିଂ ଆପ୍ ହୋଇ ରହିନାହିଁ, ବର୍ତ୍ତମାନ ସମଗ୍ର ବିଶ୍ୱସ୍ତରରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି। ସାରା ଦୁନିଆରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ସକ୍ରିୟ ୟୁଜରଙ୍କ ସଂଖ୍ୟା ଏବେ 3 ବିଲିୟନ ଅତିକ୍ରମ କରିସାରିଛି। ପରବର୍ତ୍ତୀ ଖବର, ଆଉ ବର୍ତ୍ତି ପାରିବେନି, ପ୍ରତିବନ୍ଧିତ ସାମଗ୍ରୀ ନେଲେ 10,000 ଫାଇନ୍, ଜରିମାନା ବଢ଼ାଇଲା ରେଳବାଇ। ଭାରତୀୟ ରେଳ ଏବେ ପ୍ରତିବନ୍ଧିତ ସାମଗ୍ରୀ ପରିବହନ ପାଇଁ ଜରିମାନା ରାଶିରେ ସଂଶୋଧନ କରିଛି। ଏଭଳି ପରିସ୍ଥିତିରେ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କ ଉପରେ ଏବେ ମୋଟା ଅଙ୍କର ଜରିମାନା ଲଗାଯିବ। ଭାରତୀୟ ରେଳବାଇ ନୂତନ ଦଣ୍ଡାଦେଶ ନିୟମ 2026 ଅଧୀନରେ ଟ୍ରେନ୍ରେ ପ୍ରତିବନ୍ଧିତ ସାମଗ୍ରୀ ନେବା ଉପରେ ଜରିମାନା ରାଶିକୁ ବୃଦ୍ଧି କରିଛି। ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀମାନଙ୍କ ଉପରେ ମୋଟା ଜରିମାନା ଲଗାଇ
ରେଳବାଇ ନିଜର ନିୟମକୁ ଆହୁରି କଡ଼ାକଡ଼ି କରିଛି। ନୂଆ ଜନବିଶ୍ୱାସ ଅଧିନିୟମ 2024ର ପ୍ରାବଧାନ ଅନୁଯାୟୀ ଧାରା 165 ଅଧୀନରେ ଆସୁଥିବା ଅପରାଧ ଯେପରିକି ଟ୍ରେନ୍ରେ ଆପତ୍ତିଜନକ କିମ୍ବା ନିଷେଧ ସାମଗ୍ରୀ ନେବା ଆଣିବା କଲେ ଅତି କମ୍ରେ 10,000 ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଖବର। ପ୍ରଥମ ବଜେଟ୍ରେ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ସ୍ୱପନ ଦାସ ଗୁପ୍ତା ସୋମବାର ବିଧାନସଭାରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ ବିଭିନ୍ନ ସାମାଜିକ କଲ୍ୟାଣ ପଦକ୍ଷେପ, ଭିତ୍ତିଭୂମି ପ୍ରକଳ୍ପ ଓ ନିଯୁକ୍ତି ପ୍ରତିଶ୍ରୁତି ରହିଛି। ଦାସଗୁପ୍ତା 21 ବର୍ଷରୁ 45 ବର୍ଷ ବୟସ ମଧ୍ୟରେ ବେରୋଜଗାର ବ୍ୟକ୍ତିଙ୍କ ପାଇଁ ଭରୋସା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଯେଉଁ ସ୍ନାତକଧାରୀଙ୍କ ପାଖରେ ଚାକିରି ନଥିବ ତାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ବେକାର ଅଣସ୍ନାତକମାନେ ପ୍ରତି ମାସରେ 2,000 ଟଙ୍କା ଭତ୍ତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ 1 ଲକ୍ଷ ନୂଆ ସରକାରୀ ଚାକିରି ସୃଷ୍ଟି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।